ଉଷା ମ୍ୟାଡାମ ଆସିଥିଲେ ଯେ ଆମର ଜଗତସିଂହପୁର ଜିଲ୍ଲାର ସେ ଆଜି ଆସିଥିଲେ ଆମର ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ପାଇଁ। ଲୋକମାନଙ୍କର ବିଭିନ୍ନ ସମସ୍ୟା ଉପରେ ବୁଝିଲେ, କଣ ସବୁ ସମସ୍ୟା ସବୁ ଅଛି ଲୋକମାନଙ୍କ ପାଖକୁ ଯାଇ ସେମାନେ ବି ତାଙ୍କର ସମସ୍ୟା ସବୁ କହିଲେ। କାହାର ରାସନ କାର୍ଡ ନାହିଁ, କାହାର ଘର ନାହିଁ, ମା ମାନେ କୋଉ ଅସୁବିଧାରେ ଅଛନ୍ତି, କୋଉ କିଛି ସୁବିଧା ପାଉଛନ୍ତି ସେ କଥା ମଧ୍ୟ ବୁଝିଲେ। ଆମ ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତର ମେନ୍ ସମସ୍ୟା ହେଲା ଡ୍ରେନେଜ, ପାଣିର ବ୍ୟବସ୍ଥା ମଧ୍ୟ ମ୍ୟାଡାମ ମାନଙ୍କୁ ଆମେ ସରପଞ୍ଚ କହିଲି, ଲୋକମାନେ ମଧ୍ୟ କହିଲେ। ଆଉ ବିଶେଷ ହେଲା ଆମର ଡ୍ରେନେଜ ସମସ୍ୟା ଆଉ ରାସନ କାର୍ଡ, ଅନ୍ତର୍ଦେୟ ଘର, ହରିଶ୍ଚନ୍ଦ୍ର ଆଦି ସବୁ ବଣ୍ଟାଗଲା ଆଉ। ହଁ, ସରକାରୀ ଯୋଜନା ପାଉଛନ୍ତି କି ନାହିଁ ଲୋକମାନଙ୍କ କଥା ବୁଝିଲେ। ସେମାନେ ମଧ୍ୟ କଣ କହିଛନ୍ତି, ମ୍ୟାଡାମ ଯାହା ସବୁ ପ୍ରତିଶ୍ରୁତି ଦେଉଛନ୍ତି, ଯାହା ଅସୁବିଧା ଅଛି ସେମାନେ ପ୍ରତିଶ୍ରୁତି କରିବେ ବୋଲି, ପୂରଣ କରିବେ ବୋଲି କହିଛନ୍ତି ଆଉ। ଆଜି ଉଷା ପାଢୀ ଯେ କି ଜଗତସିଂହପୁର ଜିଲ୍ଲାର ନୋଡାଲ ଅଫିସର ଅଛନ୍ତି, ସେ ପାରାଦୀପ ମ୍ୟୁନିସିପାଲିଟି ଆସିଥିଲେ, ଇଫ୍କୋ ମଧ୍ୟ ଯାଇଥିଲେ ଏବଂ ଆମ ପାରାଦୀପ ଗଡ଼ ଗ୍ରାମ ପଞ୍ଚାୟତକୁ ଆସିଥିଲେ ପରିଦର୍ଶନରେ। ଏବଂ ବିଭିନ୍ନ ଶ୍ରେଣୀର ଲୋକମାନେ ମଧ୍ୟ ଏଠି ଉପସ୍ଥିତ ଥିଲେ। ଏସ୍ଏଚଜି ଗ୍ରୁପର ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଏବଂ ସାଧାରଣ ନାଗରିକ ଥିଲେ। କଣ କଣ ସମସ୍ୟା ସବୁ ରହିଛି ପଞ୍ଚାୟତରେ ସେ ସମ୍ପର୍କରେ ଲୋକମାନଠୁ ବୁଝିଲେ। ମୁଖ୍ୟତଃ ଯେଉଁ ସମସ୍ୟା ଗୁଡ଼ିକ ରହିଛି ପାନୀୟ ଜଳ ସମସ୍ୟା ଏବଂ ଡ୍ରେନେଜ ସମସ୍ୟା, ସେ ସମ୍ପର୍କ ମଧ୍ୟ ସେ ବୁଝିଲେ। ଏବଂ କେମିତି ଲୋକମାନେ ରେସନ କାର୍ଡ ପାଉଛନ୍ତି, କେମିତି ପାଉନାହାନ୍ତି, ଭତ୍ତା ପାଇନାହାନ୍ତି, କିମ୍ବା ଯାହା ଯାହା ମୌଳିକ ସୁବିଧା ଅଛି ଲୋକମାନଙ୍କ ପାଖରେ କେମିତି ପହଞ୍ଚିପାରେ ସେ ସମ୍ପର୍କରେ ଆଲୋଚନା କଲେ। ଏବଂ ଯାହା ଯାହା ସମସ୍ୟା ଅଛି ଏଗୁଡ଼ିକ ସରକାରଙ୍କ ପାଖରେ ସେ ଉପସ୍ଥାପନ କରିବେ ବୋଲି ଆମକୁ କହିଲେ। ତେଣୁ ଆମେ ବିଶେଷ ଭାବରେ ଆଶାବାଦୀ ଅଛୁ, ଆମେ ଆଜିର ଦିନଟି ଯୋଉ ଉଷାପାଢୀ ଯୋଉ ପ୍ରତିଶ୍ରୁତି ଦେଇଛନ୍ତି ଆଗାମୀ ଦିନରେ କାର୍ଯ୍ୟକାରୀ ହେଇପାରିବ। ହଁ, ଆଜି ଉଷାପାଢୀ ମଧ୍ୟ ପଞ୍ଚାୟତ ବ୍ୟତୀତ ପାରାଦୀପ ଯୋଉ ଭୂତୁମୁଣ୍ଡା ଟ୍ରକ୍ ଟର୍ମିନାଲ ହବ ସେଠି ମଧ୍ୟ ଏବେ ଯାଇଛନ୍ତି। ହଁ, ବାଗଦଘାଟର ପୋଲର ଆବଶ୍ୟକତା ରହିଛି, ଦିଟା ଜିଲ୍ଲାକୁ କନେକ୍ଟିଭିଟି କରିବା ପାଇଁ ଗୋଟେ ପୋଲର ଆବଶ୍ୟକତା ହେଇଛି। ମୁଷାଳିଆ ଘାଟକୁ ଯାଇଥିଲି, ତାକୁ ମଧ୍ୟ ପରିଦର୍ଶନ କଲେ। ସେ ସମ୍ପର୍କରେ ସରକାର ଅବଗତ କରିବେ ବୋଲି କହିଛନ୍ତି। ମ୍ୟୁନିସିପାଲିଟିର ବିଭିନ୍ନ ଡେଭଲପମେଣ୍ଟ ୱାର୍କ ମଧ୍ୟ ସେମାନେ ପରିଦର୍ଶନ କଲେ। ଏବଂ ଯେହେତୁ ସେ ନୋଡାଲ ଅଫିସର ଅଛନ୍ତି ଜିଲ୍ଲାର, ତେଣୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେଲେ ଏବଂ ଆଗାମୀ ଦିନେ ସେଗୁଡ଼ିକ କାର୍ଯ୍ୟକାରୀ ହେଇପାରିବ, ସମାଧାନ ହେଇପାରିବ ସେ ସମ୍ପର୍କରେ ପ୍ରତିଶ୍ରୁତି ଦେଇଦେଲେ।